ଗାଇବା ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଶେଷରେ ହେଲା ସମାଧାନ। ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଗାଇବା ଖ୍ରୀଷ୍ଟିଆନ ସାହିରେ ନୂଆବର୍ଷ ପାଳନ କରିବା ପରେ ନୂଆବର୍ଷର 2 ତାରିଖ ଦିନ ସନ୍ଧ୍ୟା ସମୟରେ ଖ୍ରୀଷ୍ଟିଆନ ସାହିର ଯୁବକ ଏବଂ ଓଡ଼ିଆ ସାହିର ଯୁବକମାନଙ୍କ ମଧ୍ୟରେ କିଛି କାରଣରୁ ତୁଣ୍ଡାତୁଣ୍ଡି ହୋଇଥିଲେ। ପରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା, କିନ୍ତୁ କିଛି ଲୋକଙ୍କ କହିବା ଅନୁଯାୟୀ ଅଶାନ୍ତିର ମୁଖ୍ୟ କାରଣ ବୁଲେଟ୍ ବାଇକ୍ର ସାଉଣ୍ଡ। ଯେଉଁ ସାଉଣ୍ଡ ଲାଗି ଆଜି ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ବାତାବରଣ ସୂଚନା ପାଇ ଘଟଣାସ୍ଥଳରେ ସେରେଙ୍ଗ ଥାନା ଅଧିକାରୀ ପ୍ରମୋଦ କୁମାର ଖଣ୍ଡୁଆଳ ଓ ଗାଇବା ପୋଲିସ ଫାଣ୍ଡି ଅଧିକାରୀ ଭୀମକୃଷ୍ଣ ଦାସ ପହଞ୍ଚି ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ। ଏହି ମଧ୍ୟରେ ଗଜପତି ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା ଗତକାଲି ଅର୍ଦ୍ଧରାତ୍ରେ ଘଟଣାସ୍ଥଳରେ ପହଞ୍ଚି ଦୁଇ ପକ୍ଷଙ୍କ ସହ ଆଲୋଚନା କରି ବୁଝିଥିଲେ। ଆଜି ମଧ୍ୟାହ୍ନ ସମୟରେ ଦୁଇ ଗୋଷ୍ଠୀଙ୍କୁ ଗାଇବା ଫାଣ୍ଡିଙ୍କୁ ଡାକି ବୁଝାସୁଝା କରିଥିଲା। ପରେ ଗଜପତି ଏସ୍ପି ଓ ଏସ୍ଡିପିଓ ମାଧବାନନ୍ଦ ନାୟକଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଏହି ଘଟଣାକୁ ନେଇ କେସ୍ କରିବା ପାଇଁ କହିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଆପୋଷ ବୁଝାମଣା କରି ସଂଘର୍ଷର ସମାଧାନ କରିଥିଲେ। ଏହି ସଂଘର୍ଷକୁ ନେଇ କିଛି ଗୁଜବ ବି ପ୍ରଚାର ହୋଇଥିଲା, କିନ୍ତୁ ତାହା ଆପୋଷ ବୁଝାମଣା ପରେ ମିଥ୍ୟା ପ୍ରମାଣିତ ହୋଇଥିଲା। ପରେ ଆହତମାନଙ୍କୁ ପାଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ସେମାନଙ୍କ ଚିକିତ୍ସା କରାଯାଇଥିଲା। ପୋଲିସ ସଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚି କିଛି ଅଧିକ ହେବା ପୂର୍ବରୁ ତାକୁ ସମାଧାନ କରି ପ୍ରଶଂସିତ ହୋଇଯାଇଛି।